ଘଡ଼ ଘଡ଼ ହେଇ ଫୁଟୁଥିବା ଏଇ ତରକାରୀର ନାଁ ହେଲା ଘୁଡ଼ୁଘୁଡ଼ିଆ ତରକାରୀ, ଘାଣ୍ଟ ତରକାରୀ ବା ଘଡ଼ଘଡ଼ିଆ ତରକାରୀ। ଏଇ ଘଡ଼ ଘଡ଼ ହେଇ ଫୁଟୁଥିବା ସମୟରେ ହିଁ ୟାକୁ ନେଇ ସୂର୍ଯ୍ୟ ଦେବତାଙ୍କୁ ଶାମ୍ବ ଦଶମୀରେ ପୂଜା କରାହୁଏ। ଆପଣମାନେ ବି ତ ବନଉଥିବେ, କିନ୍ତୁ ଆଜିର ପ୍ରୋସେସ୍ ଟିକେ ନିଆରା ରହିବ, ସ୍ୱାଦ ମଧ୍ୟ ସେମିତି ନିଆରା ଲାଗିବ। ସେଥିପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ପସନ୍ଦ ଆସିବ ଲାଇକ୍ କମେଣ୍ଟ ସେୟାର କରିନେବେ। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଫେସବୁକ୍ ପେଜ୍ରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜ୍କୁ ମଧ୍ୟ ଫଲୋ କରିନେବେ। ଏଇ ତରକାରୀରେ 8ରୁ 10 ପ୍ରକାର ପରିବା ପକିଆ ହେଇକି ବନା ହୁଏ। ମୁଁ କ'ଣ କ'ଣ ସବୁ ପରିବା ନେଇଛି ଏଇଟା ଭିଡ଼ିଓରେ ଦେଖାଉଛି, ଦେଖନ୍ତୁ। ଏଠି ପାଣି ବସେଇ ନେଇଛି ଗୋଟେ ପ୍ରେସର କୁକରରେ। ପାଣି ଗରମ ହେଲା ପରେ 4ଟା ଖଣ୍ଡେ ମିଡିଲ୍ ସାଇଜ୍ର ଆଳୁକୁ ଏମିତି ଛୋଟ ଛୋଟ କରି କାଟିକି ନେଇଛି ଆଉ ତାକୁ ଆଡ଼୍ କରିନେଲି। ଏଠି କିଛି ଅମୃତଭଣ୍ଡାକୁ ମଧ୍ୟ କାଟିକି ଚୋପା ଛଡ଼େଇକି ନେଇଛି। କିଛି ଦେଶୀ ଆଳୁକୁ ଆଡ଼୍ କରିନେଲି। ତା ସହିତ ସାରୁ ଟିକେ ଅଧିକ କରି ପକେଇବେ, ତାହେଲେ ତରକାରୀଟା ଟିକେ ଲଟପଟିଆ ହେବ, ବହୁତ ବଢ଼ିଆ ଲାଗିବ। ଆଜିର ଘାଣ୍ଟ ତରକାରୀ ପୁରା ସହଜ ଉପାୟରେ ବନେଇବା। ଏଠି କିଛି କଖାରୁ ନେଇଛି, ତା ସହିତ ଏଠି କିଛି ବିନ୍ସ ମଧ୍ୟ ନେଇଛି। ଆପଣ ଚାହିଁଲେ ସବୁ ପରିବାକୁ ହାଲକା ଟିକେ ଭାଜିକି ବନେଇ ପାରିବେ। ଏଠି ଟିକେ ମୂଳା ପକେଇବା। ଶାମ୍ବ ଦଶମୀର ମୂଳ ପରିବା ହେଲା ଶିମ୍ବ। ବହୁତ ସାରା ଶିମ୍ବ ଟିକେ ପକେଇଛି। ଅଳ୍ପ କିଛି ଫୁଲକୋବି ଆଉ କାଟିକି ରଖିଛି 2ଟା ମିଡିଲ୍ ସାଇଜ୍ର ବାଇଗଣ, ତାକୁ ଆଡ଼୍ କରିନେବା। ସ୍ୱାଦ ଅନୁସାରେ ଲୁଣକୁ ଦେବା। ଅଧ ଛୋଟ ଚାମଚରୁ କମ୍ ଟିକେ ହଳଦୀ ଗୁଣ୍ଡକୁ ଦେବା। ଆଉ ପରିବାକୁ ଗୋଟେ ହୁଇସିଲ୍ ଆସିବା ପର୍ଯ୍ୟନ୍ତ କଭର ଦେବା। ହାଇ ଫ୍ଲେମ୍ରେ ସିଝେଇ ନେବା। ଯେହେତୁ ଶାମ୍ବ ଦଶମୀରେ ସବୁ ତରକାରୀ, ବହୁତ ପ୍ରକାର ପିଠା ପଣା ବନା ହୁଏ, ଭୋଗ ହୁଏ, ତେଣୁ ଇଜିଲି ଖୁବ୍ କମ୍ ସମୟରେ କେମିତି ବନା ହେବ ସେଥିପାଇଁ ପ୍ରେସର କୁକରରେ ବସେଇଲି। ଆପଣ ଚାହିଁଲେ ଡେକ୍ଚି କିମ୍ବା କଡ଼େଇରେ ବନେଇ ପାରିବେ। ଆଉ ପରିବା ସବୁକୁ ଭାଜିକି ମଧ୍ୟ ବନେଇ ପାରିବେ। ସବୁଠୁ ମେନ୍ ପାର୍ଟ ହେଲା ଘାଣ୍ଟ ତରକାରୀ ଟିକେ ଲଟପଟିଆ ବନିଲେ ବହୁତ ବଢ଼ିଆ ଲାଗେ। ଏଇଠି ସବୁ ପରିବା ମୁଁ ଲିଡ୍ ଖୋଲି ଗୋଟେ ହାଇ ଫ୍ଲେମ୍ରେ ସିଝେଇ ନେଇଛି। ଆଉ ପରିବା ମଧ୍ୟ ଗୋଟା ଗୋଟା ଅଛି, ପୁରା ଫିଟିନି। ଯେହେତୁ ମୁଁ କହିଲି ଶାମ୍ବ ଦଶମୀର ଘାଣ୍ଟ ତରକାରୀଟା ଏଥର ଟିକେ ସ୍ପେଶାଲିଟି ହେବ, ମାନେ ଟିକେ ନିଆରା ସ୍ୱାଦ ବନିବ। ସେଥିପାଇଁ ଗୋଟେ ବଡ଼ ଚାମଚ ଦେଇଦେବା ଧନିଆ। ଗୋଟା ଧନିଆ ମୁଁ ନେଇଛି। ତା ସହିତ ଗୋଟେ ଛୋଟ ଚାମଚ ଦେଇଦେବା ପାନମଧୁରୀ। 1.5 ଇଞ୍ଚରୁ ଟିକେ ଅଧିକ ନେବା ଅଦାର ପରିମାଣ ଟିକେ ଅଧିକ ରହିବ। ଫାଳେ ବଡ଼ ସାଇଜ୍ର ଟମାଟୋ ମୁଁ ଫାଳେ ନେଇଛି। ଆଉ ବହୁତ ସାରା ଧନିଆ ପତ୍ର ଡେମ୍ଫ ଏଇତକ ଦେବା। ଆଉ ଅଳ୍ପ କିଛି ପାଣି ଦେଇ ତାର ଚିକଣ କରି ବାଟି ନେବା। ଯେକୌଣସି ତରକାରୀ ବନେଇବାର ଅଧଘଣ୍ଟା ପୂର୍ବରୁ ଯଦି ମସଲା ବାଟିକି ରଖିନେବେ, ତରକାରୀ ବହୁତ ବଢ଼ିଆ ଲାଗିବ। ଏଠି ଗୋଟେ ମସଲା ବନେଇବା। କଡ଼େଇ ବସେଇଛି। ରାଗ ଯେତିକି ଖାଇବାକୁ ପସନ୍ଦ କରୁଥିବେ ସେହି ହିସାବରେ ରାଗ ଲଙ୍କା ଆଡ଼୍ କରିବେ। ମୁଁ 2ଟା ରାଗ ଲଙ୍କା, ଖଣ୍ଡେ ବଡ଼ ଡାଲଚିନି, ଗୋଟେ ଗୁଜୁରାତି, ଗୋଟେ ଅଳେଇଚ, 2-4ଟା ଲବଙ୍ଗ, ଅଳ୍ପ କିଛି ଗୋଲମରିଚ ସହିତ ଗୋଟେ ବଡ଼ ଚାମଚ ଜିରାକୁ ଦେବା। ହାଲକା ଟିକେ ଭାଜି ନେବା, ଯେମିତି ତାର ଟିକେ ବଢ଼ିଆ ବାସ୍ନା ଆସିଯିବ। ସେତିକି ଭାଜିବା, ତାଠୁ ଅଧିକ ପୋଡ଼ିକିରି ଭାଜିବାନି। ଆଉ ତାକୁ ଥଣ୍ଡା କରି ତାର ଗୋଟେ ଗୁଣ୍ଡ ବନେଇ ଆଣିବା। ଏଇଠି ଆମର ମସଲା ଭାଜି ହେଇଗଲେ ଥଣ୍ଡା କରିନେବା। ଆଉ କଡ଼େଇରେ ଆଉ ଗୋଟେ ବଡ଼ ଚାମଚ ଦେଇଦେବା ରିଫାଇନ୍ ତେଲ। ଆପଣ ଚାହିଁଲେ ଘିଅର ମଧ୍ୟ ବନେଇ ପାରିବେ। ତେଲ ଗରମ ହେଲା ପରେ 2ଟା ଶୁଖିଲା ଲଙ୍କା, ଅଳ୍ପ କିଛି ପଞ୍ଚୁ ଫୁଟଣକୁ ଦେବା। ଭଲ ବାସ୍ନା ପାଇଁ ଅଳ୍ପ କିଛି ହେଙ୍ଗୁ ଦେବା। ଆଉ ବାଟିକି ରଖିଥିବା ମସଲା ପେଷ୍ଟକୁ ଆଡ଼୍ କରିନେବା। ମୁଁ ଏଇଠି ଏକା ସାଥିରେ ମସଲାକୁ ଦେଇକି କଷିକି ଛୁଙ୍କ ଦେଇ ଦେଉଛି। ଆଉ ସେକେଣ୍ଡ ଟାଇମ୍ ମୁଁ ବଘାରିବିନି। ଆପଣ ଯଦି ପ୍ରଥମରୁ କଷିକି ଦେଇକିରି ପରିବା ସବୁ ସିଝେଇବେ, ପରେ ଟିକେ ଖାଲି ଛୁଙ୍କ ଦେଇକି ବନେଇ ପାରିବେ। ମୁଁ ଏକା ସାଥିରେ ହିଁ ଛୁଙ୍କ ସହିତ ପରିବାକୁ ମସଲାକୁ ଦେଇ କଷି ନେଉଛି। ଆପଣଙ୍କୁ ଯେଉଁ ପ୍ରୋସେସ୍ଟା ଇଜି ଲାଗିବ ସେମିତି ବନେଇ ପାରିବେ। ଏଇଠି ମସଲା ଟିକେ କଷି ହେଇଗଲାଣି। ଏଥିରେ ଅଳ୍ପ କଞ୍ଚା ସ୍ମେଲ୍ ଗଲାଣି ହେରି। କଲର୍ ପାଇଁ ଗୋଟେ ବଡ଼ ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ ଦେଇଦେବା। ଆଉ ଗୋଟେ ବଡ଼ ଚାମଚ ଦେଇଦେବା କରି ପାଉଡ଼ର। ସେସବୁକୁ ଦେଇକି ମସଲା ସହିତ ଅଳ୍ପ ଅଳ୍ପ ପାଣି ଦେଇକି ମସଲା ଡ୍ରାଏ ହେବା ପର୍ଯ୍ୟନ୍ତ, ଆଉ ମସଲାରୁ କଞ୍ଚା ସ୍ମେଲ୍ ଯିବା ପର୍ଯ୍ୟନ୍ତ, କିମ୍ବା ମସଲାରୁ ତେଲ ଅଲଗା ହେବା ପର୍ଯ୍ୟନ୍ତ ଆମେ ଅଳ୍ପ ଅଳ୍ପ ପାଣି ଦେଇକି ମସଲାକୁ କଷି ନେବା। ଏଇଠି ଆମର ମସଲା ପୁରା କଷି ହେଇଗଲାଣି। ମସଲାରୁ ତେଲ ଅଲଗା ହେଇଗଲାଣି। ଆମେ ୟାକୁ ଏତିକି ସମୟ କଷି ସାରିଲା ପରେ ବେଶୀ ଅଧିକ କଷିବାନି, ଯେହେତୁ ଆମର କେବଳ ଅଦା ଆଉ ପାନମଧୁରୀ ସହିତ ଧନିଆ ଦିଆହେଇଛି। ସେଥିପାଇଁ ପରିବାକୁ ସିଝେଇ ରଖିଥିଲେ ତାକୁ ଆଡ଼୍ କରିନେବା। ଏଇଠି ସବୁ ପରିବା ଦେଇ ସାରିଲା ପରେ ମୁଁ ଏଠି କିଛି ଗୋଟା ଚଣା ସହିତ ମଟର ଆଗରୁ 6-7 ଘଣ୍ଟା ଭିଜେଇ ସାରିଲା ପରେ ଆକୁ ସିଝେଇ ନେଇଥିଲି। ଲୁଣ ହଳଦୀ ଦେଇ ସିଝେଇଛି। ଏ ପୁରା ପରଫେକ୍ଟ ସିଝି ଯାଇଛି। ଗୋଟା ଗୋଟା ଅଛି, ଆକୁ ଆମେ ତରକାରୀରେ ପକେଇ ନେବା। ଏଇଠି ମୁଁ ଛୋଟ ଫାଳେ ଖଣ୍ଡେ ନଡ଼ିଆ କେମିତି ଛୋଟ ଛୋଟ କରି କାଟିକି ଆଡ଼୍ କରିଛି। ଆପଣ ଚାହିଁଲେ କୋରିକି ମଧ୍ୟ ଆଡ଼୍ କରିପାରିବେ। ସେକୁ ଦେଇକି ଭଲସେ ଗୋଳେଇ ନେବା। ଆଉ 5ରୁ 10 ମିନିଟ୍ ଟିକେ ଫୁଟେଇ ନେବା। ମସଲା ସହିତ ପରିବା ସବୁ ଭଲସେ ମିଶିଯିବ।
ମୁଁ ଏଇଠି 2 ଥର ତେଲ ୟୁଜ୍ ନ କରିବା ପାଇଁ ପ୍ରଥମରୁ ମସଲା କଷା ସହିତ ଛୁଙ୍କ ଦେଇଦେଇଛି। ଆପଣ ଚାହିଁଲେ ପ୍ରଥମେ ମସଲା କଷିକି ଏଇଠି ଛୁଙ୍କକୁ ଆଡ଼୍ କରିପାରିବେ। ଏଠି ସବୁ ପରିବାକୁ ଗୋଳେଇ ସାରିଲା ପରେ ମୁଁ ଏଠି କିଛି କସ୍ତୁରୀ ମେଥିକି ଆଉ ଅଳ୍ପ କିଛି ଗୁଡ଼ ଦେଇଥିଲି ଟେଷ୍ଟ ବାଲାନ୍ସ କରିବା ପାଇଁ। ଭିଡ଼ିଓଟା ସ୍କିପ୍ ହେଇଯାଇଛି। ଆପଣ କିଛି କସ୍ତୁରୀ ମେଥିକି ହାତରେ କ୍ରସ୍ କରି ଆଉ ଗୋଟେ ଚାମଚ ଛୋଟ ଚାମଚ ଦେଇଦେବେ ଗୁଡ଼। ତରକାରୀଟା ବହୁତ ଲଟପଟିଆ ବନିବ, ମିଠା ଲାଗିବ, ଟେଷ୍ଟ ବହୁତ ବଢ଼ିଆ ଆସିବ। ଏଠି କିଛି କଟା ଧନିଆ ପତ୍ରକୁ ଆଡ଼୍ କରିନେବା। ଆଉ ଗୁଣ୍ଡ କରି ରଖିଥିବା ମସଲା ଗୁଣ୍ଡକୁ ଯେତିକି ରାଗ ଖାଇବାକୁ ପସନ୍ଦ କରୁଥିବେ ସେଇ ହିସାବରେ ରାଗ ଲଙ୍କା ଗୁଣ୍ଡକୁ ଆଡ଼୍ କରିନେବା। ଏ ମସଲା ଗୁଣ୍ଡରୁ ମୁଁ 2 ଛୋଟ ଚାମଚ ଗୁଣ୍ଡକୁ ମସଲାକୁ ଆଡ଼୍ କରିନେଲି ଆଉ ସବୁ ଗୋଳେଇ ନେଲି। ଏଥର ଶାମ୍ବ ଦଶମୀରେ ଏମିତି ପ୍ରୋସେସରେ ଘାଣ୍ଟ ତରକାରୀ ବନେଇକି ଖାଆନ୍ତୁ। ଆଉ ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣେଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ବାଏ, ଜୟ ଜଗନ୍ନାଥ।